ओम नमो भगवते वासुदेवाय। सप्तमोऽध्याय। मैत्रेय उवाच। एमन्ते ब्रह्मा बोल शुणि हसि कहन्ति शूलपाणि। हे ब्रह्मा मोर बोल शुण बालक कि बनिबा गुण। बालक ମୋତେ ଏହା ସହି ଆନ ସହିବ ଏହା କାହିଁ। ଦେଖ ଏ କର୍ମ କଲା ଯେତେ କେ ସହି ପାରେ ଏ ଜଗତେ। ଏଣୁ ଏ ତୋହର ସନ୍ତତି ବୋଲାଇ ଦକ୍ଷ ପ୍ରଜାପତି। ଯେ ଦେବ ମାୟାରେ ମୋହିତ ତାହାକୁ ଏ ଦଣ୍ଡ ଉଚିତ। ଏବେ ସକଳ ଦେବ ଯାଅ ମୋହର ଆଜ୍ଞା ଶିରେ ବହ। ଦକ୍ଷର ମୁଣ୍ଡ ଅଗ୍ନିକୁଣ୍ଡେ ଭସ୍ମ ହୋଇଲା ଅତି ତାଣ୍ଡେ। ଛାଗଳ ଶିର ତାର କନ୍ଧେ ବସାଇ ମନ୍ତ୍ର ଅନୁବନ୍ଧେ। ଭୃଗୁର ଏକ ଚକ୍ଷୁ ରହୁ ମୋର ମହିମା ଶିରେ ବହୁ। ଯଜ୍ଞର ଭାଗ ସେ ଭୁଞ୍ଜିବ ନିରତେ ସେବୁ ସଦାଶିବ। ପୂଜିବ ତାର ଯଜ୍ଞମାନ ଏକ ପାଟିରେ ତା ଦର୍ଶନ। ଦେବେ ପାଇବେ ନିଜ ରୂପ ଯାହାର ପୂର୍ବେ ଯେ ସ୍ୱରୂପ। ଅଶ୍ୱିନୀ କୁମାରଙ୍କ ବାହୁ ହସ୍ତେ ସର୍ବଦା କାଳେ ଥାଉ। ପୁଣି ସହସ୍ର ବାହୁ ବଳେ ସର୍ବଦା ଖଟୁ କର୍ମ ବଳେ। ଭୃଗୁର ପାଟି ଏକ ଖଣ୍ଡେ ସର୍ବଦା ରହୁ ତାର ତୁଣ୍ଡେ। ଏମନ୍ତେ ରୁଦ୍ର ବାକ୍ୟ ଶୁଣି ସକଳେ ସାଧୁ ସାଧୁ ଭଣି। ଇନ୍ଦ୍ର ସହିତେ ଦେବଗଣ ବ୍ରହ୍ମା ବିରଞ୍ଚି ନାରାୟଣ। ଦକ୍ଷର ଯଜ୍ଞଶାଳେ ମିଳି ବସିଲେ ବ୍ରହ୍ମା ବନମାଳି। ରୁଦ୍ରଙ୍କୁ ବସାଇ ଆନନ୍ଦେ ତକ୍ଷଣେ ଶିବିର ବଚନେ। ଦକ୍ଷର ଶିରେ ଛାଗ ଶିର ମନ୍ତ୍ରେ ବସାଇଲେ ଶଙ୍କର। ତକ୍ଷଣେ ପ୍ରଜାପତି ଅଙ୍ଗେ ଜୀବ ପଶିଲା ପ୍ରାଣ ସଙ୍ଗେ। ଆନନ୍ଦେ ରୁଦ୍ର ପାଦେ ପଡ଼ି ତକ୍ଷଣେ ବେନି କର ଯୋଡ଼ି। ଯେସନେ ସ୍ୱପ୍ନ ପ୍ରାଣୀମାନେ ଉଠନ୍ତି ନିଦ୍ରା ଅବସାନେ। ଚକ୍ଷୁ ଘଷଇବେନି ହସ୍ତେ ଶିବଙ୍କୁ ଦେଖିଲା ଅଗ୍ରତେ। ରୁଦ୍ର ଚାହାନ୍ତେ ତା ଶରୀର ତକ୍ଷଣେ ହୋଇଲା ସୁନ୍ଦର। ଶରଦ ଚନ୍ଦ୍ର ପ୍ରାୟ ଦିଶେ ରୁଦ୍ରଙ୍କୁ ଚାହିଁ ମନ ତୋଷେ। ସ୍ତୁତି କରଣେ ଶକ୍ୟ ନୁହେଁ କଣ୍ଠ କୁଣ୍ଠିତ ବାଣୀ କହେ। ଚଞ୍ଚଳ ମନ ସ୍ଥିର କରି ସତୀ ମରଣ କଥା ସ୍ମରି। ନିର୍ମଳ ଚିତ୍ତେ ପ୍ରଜାପତି ରୁଦ୍ରଙ୍କୁ ଚାହିଁ କରେ ସ୍ତୁତି। ଦକ୍ଷ ଉବାଚ। ଭୋ ନାଥ ଶୁଣ ବିଶ୍ୱଦେହ ତୁ ମୋତେ କଲୁ ଅନୁଗ୍ରହ। ମୁଞ୍ଜେ ହୋଇଲି ଜ୍ଞାନ ହତ ମୋତେ ତୋ ଦଣ୍ଡ ଉଚିତ। ତୋତେ ନିନ୍ଦିଲି ଗର୍ବ ବହି ମୋର କୁଶଳ ଆଉ କାହିଁ। ଅଭୟ ତୋର ପାଦ ପଦ୍ମ ମୁଁ ତହିଁ କଲି ଅପରାଧ। ବ୍ରାହ୍ମଣ ତୋର ମୁଖୁ ଜାତ ସାଧନ୍ତି ବିଦ୍ୟା ତପୋବନ୍ତ। ତାଙ୍କ ବିପତ୍ତି ତୁମ୍ଭେ ରଖ ଯେସନେ ପଶୁଙ୍କ ପାଳକ। ମୋହର ସଭା ମଧ୍ୟେ ତୋତେ ନିନ୍ଦା ଯେ କଲି ମୂଢ଼ ଚିତ୍ତେ। ପ୍ରହାର କଲି ଦୁଷ୍ଟ ଚିତ୍ତେ ନିନ୍ଦିତ ବାକ୍ୟ ଗଣ ତୋତେ।
ସେ ଫଳ ପାଇଲି ପ୍ରତ୍ୟକ୍ଷେ ଏ ଋଷି ଗଣଙ୍କ ସମକ୍ଷେ। ମୈତ୍ରେୟ ଉବାଚ ଏମନ୍ତେ ରୁଦ୍ରେ ସ୍ତୁତି କରି ପୁଣି ରୁତିଜ ଯଜ୍ଞେ ବରି ବିଷ୍ଣୁ ସନ୍ତୋଷ ବିପ୍ରଗଣେ ଦ୍ୱାବିଂଶ କଳ୍ପିତ ବରଣେ ପୂଜିଲେ ମନ୍ତ୍ରର ବିଶ୍ୱାସେ ଯେ ପୁରାତନ ଇତିହାସେ ସ୍ୱଭାବେ ଗରୁଡ଼ ଆସନେ ସକଳେ ବସି ସୁଧ ମନେ ଅଗ୍ନି ପୂଜିତ ତପୋଧନେ ଅନଳ ରୂପେ ଜନାର୍ଦ୍ଦନେ ସାକ୍ଷାତେ ହୋଇଲେ ପ୍ରସନ୍ନ ପ୍ରସନ୍ନ ପାଇ ତପୋଧନ ତେଜେ ବିରାଜେ ଦଶ ଦିଶ ଅନଳ ହୋଇଲେ ପ୍ରକାଶ ଶ୍ୟାମ ହିରଣ୍ୟ ତନୁ ବର୍ଣ୍ଣ ନିଶ୍ଚଳ ଗରୁଡ଼ ଆସନ କିରୀଟ ରବି ତେଜ ଗଞ୍ଜେ ମର୍କତ କୁଣ୍ଡଳ ବିରାଜେ ଶଙ୍ଖ କମଳ ଚକ୍ର ଗଦା ଶ୍ରୀଭୁଜେ ଶୋହେ ଯାର ସଦା ଏ ଅଷ୍ଟଭୁଜେ ଅନୁପମ ରୂପେ ଗଞ୍ଜଇ କୋଟି କାମ ବିଶ୍ୱମଙ୍ଗଳ ରୂପ ସାର ହୃଦେ ଲମ୍ବଇ ରତ୍ନହାର ଉପରେ ଶୋହେ ଶ୍ୱେତ ଛତ୍ର ଦିଶଇ କି ଶୁକ୍ଳ ଜିମୁତ ଏମନ୍ତ ବିଷ୍ଣୁ ରୂପ ଚାହିଁ ସକଳ ଶିରେ କର ଦେଇ ଉଠିଲେ ପଦ୍ମ ଯୋନି ହର ଊର୍ଦ୍ଧ୍ୱେ କରିଣ ନିଜ କର ପ୍ରଣାମ କରି ଜଣେ ଜଣେ ବନ୍ଦିଲେ ବିଷ୍ଣୁଙ୍କ ଚରଣେ ବିଷ୍ଣୁର ତେଜେ ଦଶ ଦିଶ ସକଳେ ଲଭିଲେ ସନ୍ତୋଷ କର ଅଞ୍ଜଳି ଶିରେ ଦେଇ ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ଦକ୍ଷ ମିଳିଲା ଅର୍ଘ୍ୟ ଘେନି ଥିଲେ ଅଶେଷ ବ୍ରହ୍ମ ମୁନି ସୁନନ୍ଦ ଆଦି ପାରିଷଦେ ମିଳିଲେ ଜୟ ଜୟ ନାଦେ ଦକ୍ଷ ଯେ ଶିରେ କର ଯୋଡ଼ି କହଇ ବିଷ୍ଣୁ ପାଦେ ପଡ଼ି ଦକ୍ଷ ଉବାଚ ତୁ ନାଥ ଶୁଦ୍ଧ ଚୈତନ ନିର୍ମଳ ନୀତ୍ୟ ନିରଞ୍ଜନ ଚିହ୍ନିତ ଏ ବଡ଼ ନିର୍ଭୟେ ଏ ପୂର୍ଣ୍ଣ ତୋର ବିଶ୍ୱ ଦେହେ କେ ତୋତେ ଜାଣିବେ ସଂସାରେ ତୁ ଥାଉ ମାୟା ଅତି ଦୂରେ ଋଷିରୁବାଚ ନାଥ ରୁଦ୍ର ସାପେ ଆମ୍ଭେ ବୁଡ଼ିଲୁ ମାୟା ଅତି ଦମ୍ଭେ ନିରତେ କର୍ମ ବଶ ହୋଇ ତୋ ଭାବେ ଆତ୍ମଜ୍ଞାନ ନାହିଁ ଏ ଯଜ୍ଞ ଧର୍ମର ଲକ୍ଷଣ ଅଶେଷ ପରମ କାରଣ ଏ ତୋର ରୂପ ଭାବ ଗ୍ରାହୀ ଆମ୍ଭେ ଜାଣିବୁ ଅବା କାହିଁ ସଦସ୍ୟାଉଚୁ ତକ୍ଷଣେ ସବୁ ଲୋକେ ଉଠି ବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି ଭୋନାଥ ତୋର ମାୟା ବଳେ ଏ ଜୀବ ଆତ୍ମା ଏ ଶୟଳେ ନିରତେ ଚିନ୍ତେ ଆତ୍ମା ସୁଖ ଏଣୁ ଭଜନ୍ତି ସର୍ବ ଦୁଃଖ ରୁଦ୍ର ଉବାଚ ତୋର ଚରଣେ ଭଗବାନ ଆଶିଷ ଫଳେ ମୁନିଜନ ଅଖିଳ କାମେ ଅନାସକ୍ତ ଆଦରେ ପୂଜନ୍ତି ନିରତ ସେ ପାଦ ପଦ୍ମ ଶିରେ ଧରି ତମେ ମୁଁ ଜଗତ ସଂହାରି ବର୍ତ୍ତଇ ତୋ ଚରଣ ଆସେ ନିରତେ ଉମା ଘେନି ପାଶେ ଭୃଙ୍ଗୁରୁବାଚ ଭୋନାଥ ତୋ ମାୟା ଗହନେ ବ୍ରହ୍ମାଦି ସର୍ବ ମୁନି ଜନେ ନିନ୍ଦିତ ପ୍ରାୟ ତମ ଶାନ୍ତି ତୋର ମହିମା ନ ଜାଣନ୍ତି ତୁ ଏବେ ରଖ ଆମ୍ଭ ମନ
ତୋର ଚରଣେ କରିଲିନ। ବ୍ରହ୍ମବାଚ ଯେ ତୋତେ ନାନା ରୂପେ ଦେଖି, ପଦାର୍ଥ ଗୁଣ ଭେଦ ରଖି, ଜ୍ଞାନ ସଙ୍ଗତେ ଆତ୍ମା ମତେ, ଆଶ୍ରୟ କରି ଏ ଜଗତେ। ମାୟାର ବଳେ ଜ୍ଞାନ ଥାଇ, ତୋତେ ଜାଣିବ ଅବା କାହିଁ। ଇନ୍ଦ୍ରବାଚ ହେ ବିଶ୍ୱ ଭାବନ ମୁରାରି, ତୁ ଯେ ଆନନ୍ଦ ବିପୁଧାରି। ହେ ବିଶ୍ୱ ଭାବନ ମୁରାରି, ତୁ ଯେ ଆନନ୍ଦ ବପୁଧାରି। ସକଳ ପ୍ରାଣୀ ମନୋହର, ଭୋ ନାଥ ତୋହର ଶରୀର। ଏ ଯେ ତୋହର ଅଷ୍ଟକର, ଏ ଦିଗପାଳଙ୍କ ଶରୀର। ପ୍ରତ୍ୟୁବାଚ ଏ ଯଜ୍ଞ ପ୍ରଜା ତୋର ଅର୍ଥେ, ଏ ପ୍ରଜାପତି ଏ ଜଗତେ। କେବଳ ବିଧାତାର ବଳେ, ତୁ ନାଥ ପଶି ଯଜ୍ଞଶାଳେ। ଦକ୍ଷକୁ ଦେଲୁ କର୍ମଫଳ, ତୁ ନାଥ ପରମ ମଙ୍ଗଳ। ଏବେ ପବିତ୍ର ମୋ ଭୁବନ, କଳ୍ପିଲା ତୋର ଦରଶନ। ଋଷୟୌଚ ଭୋ ନାଥ ତୋର ବିଚେଷ୍ଟିତ, ବିଶ୍ୱ ସଂସାରେ ବିପରୀତ। ଈଶ୍ୱର ମାୟାର ବିଭୂତି, ଯା ବଳେ ଦେବେ ଭ୍ରମି ଯାନ୍ତି। ସିଧାଉଚୁ ତୋ କଥା ସୁଧା ତରଙ୍ଗିଣୀ, ସୁଶୀଳ ଜଳ ପ୍ରାୟେ ମଣି। ମନ ବାରଣ ତୃଷା କାଳେ, ପ୍ରବେଶ ହୋଇ ଶୀତ ଜଳେ। ନ ପୁଣ ସ୍ମରେ ଦାବାନଳ, ତୋର ପ୍ରସନେ ଆଦିମୂଳ। ଦକ୍ଷ ପିତୃବାଚ ଭୋ ନାଥ ତୋର ଆଗମନ, ଆନନ୍ଦ କଲା ଆମ୍ଭ ମନ। ତୁ ଲକ୍ଷ୍ମୀକାନ୍ତ ସୁଧାନିଧି, ସକଳ ସମ୍ପଦ ପ୍ରସିଦ୍ଧି। ତୋ ବିନୁ ଏ ଯେ ଯଜ୍ଞ ଘର, ତୋ ନାମ ବିଶେଷ ସୁନ୍ଦର। କିଏ ବା ଦେବା ପଟାନ୍ତର, କବନ୍ଧ ପ୍ରାୟ ଛିନ୍ନ ଶିର। ଲୋକପାଳାଉଚୁ ଆମ୍ଭର ଦୁଷ୍ଟ ଗ୍ରହ ଦୋଷେ, ତୋତେ ଦେଖିବୁ କାହିଁ ଦୃଶେ। ତୁ ସତେ ପଞ୍ଚଭୂତେ ବସୁ, ତୁ ମାୟା ସ୍ୱରୂପ ପ୍ରକାଶୁ। ଯୋଗେଶ୍ୱରାଉଚୁ ଭୋ ନାଥ ତୋର ଦରଶନେ, ଆମ୍ଭେ ଯେ ଦୃଢ଼ କଲୁ ମନେ। ଅଷ୍ଟାଙ୍ଗ ମତେ ଯୋଗ ସାଧି, ଲଭିବା ପାଇଁ ଅଷ୍ଟନିଧି। ସେ ପୁଣି ତୋର ମାୟା ବଳେ, କେମନ୍ତେ ଧରିବୁ ନିଶ୍ଚଳେ। ତୁ ନାଥ ଯେବେ କଲୁ ଦୟା, ତେବେ ବଞ୍ଚିବୁ ତୋର ମାୟା। ଜଗତ ସ୍ଥିତ ଦେହବନ୍ତ, ତ୍ରିଗୁଣେ କଲୁ ଆତଯାତ। ନିର୍ଲେପ ଗୁଣେ ସର୍ବବ୍ୟାପୀ, ତୁ ନାଥ ନିରଞ୍ଜନ ରୂପୀ। ବ୍ରହ୍ମବାଚ ସତ୍ୱଗୁଣକୁ ଅବଲମ୍ବି, ଧର୍ମାଧି କରୁଛ ସମ୍ପାଦି। ନିର୍ଗୁଣ ଅଟ ଯେ ଆପଣ, ତୁମ୍ଭଙ୍କୁ କରୁଛି ପ୍ରମାଣ। ଅଗ୍ନିରୁବାଚ ଯାହାର ତେଜ ବଳ ମୁହିଁ, ଅନଳ ରୂପେ ଯଜ୍ଞେ ରହି। ଘୃତ ଆହୁତି ପଞ୍ଚବିଧେ, ମନ୍ତ୍ର ନିବେଦିତ ସମିଧେ। ତୁ ଯଜ୍ଞ ରୂପୀ ଦାମୋଦର, ନିରତେ ମୋର ନମସ୍କାର। ଦେବାଉଚୁ ତୁ ନାଥ ପୂର୍ବ ପାପ ହରି, ପ୍ରଳୟେ ମୀନ ରୂପ ଧରି। ସର୍ବସଂହାରୀ ବିଶ୍ୱରୂପେ, ଶୟନ ନାଗମୟ କଳ୍ପେ। ଆମ୍ଭେ ଯେ ତୋର ନିଜ ଭୃତ୍ୟ, ଏକଥା ଜଗତେ ବିଖ୍ୟାତ। ଆମ୍ଭକୁ ସଙ୍କଟ ପଡ଼ିଲେ, ତୁ ନାଥ ରକ୍ଷା କରୁ ଭଲେ।
ଗନ୍ଧର୍ବାଉଚୁ ମରିଚି ଆଦି ପ୍ରଜାପତି ବ୍ରହ୍ମା ଇନ୍ଦ୍ରାଦି ତୋର ସ୍ଥିତି ବ୍ରହ୍ମାଣ୍ଡ କ୍ରୀଡ଼ା ଭାଣ୍ଡ ତୋର ହେ ପ୍ରଭୁ ତୋତେ ନମସ୍କାର ବିଦ୍ୟାଧର ଉଚୁ ତୁମ୍ଭର ମାୟା ବଳେ ପ୍ରାଣୀ ମମତା ଇତି ପରିମାଣୀ ଉତ୍ପଥଗାମୀ ଇନ୍ଦ୍ରିଗଣେ ଏ ନୃତ୍ୟ ଭଜେ କର ଶଣେ ତୋ କଥା ଅମୃତ ନ ସେବେ ଏଣୁ ପଡ଼ଇ ଭବାନବେ ବ୍ରାହ୍ମଣାଉଚୁ ତୁ ନାଥ ଯଜ୍ଞ ଅଗ୍ନି ସୋମ ତୁ ନିତ୍ୟାଚାର ବିଧି କର୍ମ ସମିଧ ପାତ୍ର କୁର ଋତିଜ ଯଜ୍ଞାଦି ଯଜମାନ ଦ୍ୱିଜ ତୁ ସୋହା ଶୋଧା ଯଜ୍ଞ ପଶୁ ତୁ ଯଜ୍ଞ ପୁରୁଷ ପ୍ରକାଶୁ ଦନ୍ତେ ଉଧରୁଏ ଧରଣୀ ସଂଗ୍ରାମେ ହିରଣ୍ୟାକ୍ଷ ଜିଣି ଧରଣୀ ସ୍ଥାପି ମହାଜନେ ଧରଣୀ ସ୍ଥାପି ମହାଜଳେ ଯେଣୁ ଏ ରହିଲା ନିଶ୍ଚଳେ ଏହା ଉପରେ ଲୋକ ସ୍ୱର୍ଗ ଏଣୁ ତୋ ରୂପ ଉପବର୍ଗ ସକଳ କର୍ମ ସାକ୍ଷୀ ତୁହି ଭୋନାଥ ରଖ ଭାବଗ୍ରାହୀ ଯାହାର ନାମ ଉଚ୍ଚାରଣ କରଇ ବିଘ୍ନ କରସଣ ମୈତ୍ରେୟ ବାଚ ଏମନ୍ତ ଦେବଗଣ ସ୍ତୁତି ଶୁଣି ସନ୍ତୋଷ ଯଜ୍ଞପତି ଦକ୍ଷକୁ ଚାହିଁ ଚକ୍ରପାଣି ମେଘ ଗଭୀର ମଞ୍ଜୁବାଣୀ ଶ୍ରୀ ଭଗବାନ ବାଚ ମୁଁ ବ୍ରହ୍ମା ହର ରୂପ ଧରି ଏ ବିଶ୍ୱ ସୃଷ୍ଟି ପାଳି ହରି ଏଣୁ ମୋହର ତିନି ଗୁଣ ସଂସାର ପରମ କାରଣ ନିର୍ଲେପ ନିରଞ୍ଜନ ମୁହିଁ ସକଳ ଭୂତେ ମୁଁ ବସଇ ଯାହାକୁ ଯେବା ଶିକ୍ଷା ଦେଇ ପ୍ରାଣୀ ଛାଡ଼ିବ ତାହା କାହିଁ ସକଳ କର୍ମ ମୋ ଗୋଚର ଅଜ୍ଞାନୀ ଜନେ ମୁହିଁ ଦୂର ଦେଖ ଏ ଦେହ ମଧ୍ୟ ଗତେ ଶିରଚରଣ କର ଯେତେ ଏହାକୁ ଭିନ୍ନ ପ୍ରାୟ ମଣେ ଆତ୍ମାର ଗତି ନ ପ୍ରମାଣେ ଯାହାର ନିର୍ମଳ ବିବେକ ବାହ୍ୟ ଅନ୍ତରେ ଦେଖେ ଏକ ଦୂରେ ରହଇ ଆତ୍ମା ଭ୍ରାନ୍ତି ସେ ପ୍ରାଣୀ ଲଭେ ଆତ୍ମା ଶାନ୍ତି ମୈତ୍ରେୟ ବାଚ ଏକଥା ବିଷ୍ଣୁ ମୁଖୁ ଶୁଣି ଅମୃତ ପ୍ରାୟ ମଞ୍ଜୁବାଣୀ ହରିଙ୍କୁ ଯଜ୍ଞେ ପୂଜା କଲା ଯେଣୁ ତାହାର ଭାଗ୍ୟ ଥିଲା ଋଷି ଦେବତା ପୂଜା କରି ରୁଦ୍ରଙ୍କୁ ରୁଦ୍ର ଭାବେ ଭରି ଯଜ୍ଞର ଶେଷ ଭାଗ ଦେଲା ସେ ଅବବୃଦ୍ଧେ ସ୍ନାନ କଲା ଦକ୍ଷ ରହିଲା ଯଜ୍ଞ ଘରେ ଦେବେ ଚଳିଲେ ନିଜ ପୁରେ ଶ୍ରୀ ଶୁକ ବାଚ ଏବେ ହୋ ଶୁଣ କୁରୁ ବୀର ସତୀ ଯେ ଛାଡ଼ିଲା ଶରୀର ସେ ପୁଣି ହିମବନ୍ତ ଘରେ ଜନ୍ମିଲା ମେନକା ଉଦରେ ପୁଣି ସେ ରୁଦ୍ରଙ୍କୁ ବରିଲା ଅମ୍ବିକା ହିମଗିରି ବଳା ଏମନ୍ତେ ରୁଦ୍ରର ଚରିତ ଯେମନ୍ତେ ଦକ୍ଷ ଯଜ୍ଞ ହତ ଉଦ୍ଧବ ମୁଖୁ ମୁହିଁ ଶୁଣି ତୋତେ କହିଲି ପରିମାଣି ଏଣୁ ଏ ବିଷ୍ଣୁର ଚରିତ ଭକ୍ତ ତାରଣ ଭାଗବତ କହଇ ଦାସ ଜଗନ୍ନାଥ ଭକ୍ତଜନଙ୍କର ସହିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟ ବୟାସିକାଂ ଚତୁର୍ଥସ୍କନ୍ଧେ ଯଜ୍ଞପୁରୁଷ ପ୍ରସନ୍ନେ ନାମ ସପ୍ତମୋऽଧ୍ୟାୟୋ ଓಂ ନମୋ ଭଗବତେ ବାସୁଦେବାୟ।